ଦେଖନ୍ତୁ ଆମର ମା ଭଉଣୀ ମାନେ ଯେଭଳି ଭାବରେ କେତେ ଦିନ ହେଲା ଯେଉଁ ବାହାରିଛନ୍ତି ମଦ ରାନ୍ଧିବାଟା ହଉ କୁଚିଆ ହଉ କିମ୍ବା ଏସିବିଆର ମଦ ପୁରା ସମ୍ପୂର୍ଣ୍ଣ ବନ୍ଦ ହଉ ବୋଲି ଯେଉଁ ତାଙ୍କର ଡିମାଣ୍ଡ ଥିଲା ସେ ଡିମାଣ୍ଡ କରିବା ପରେ ଅନେକ ଭାଟିକୁ ମଧ୍ୟ ମଝିରେ ସେମାନେ ବନ୍ଦ କରେଇଥିଲେ ଯଦ୍ୱାରା କି ଅଞ୍ଚଳରେ କିଛି ମାତ୍ରାରେ ମଦ ବନ୍ଦ ହେଇଛି। ତାକୁ ନେଇକରି ଭାଟିବାଲା ଏବଂ ଅନ୍ୟମାନେ କେସ୍ କରିଥିଲେ ଏବଂ ଯେତେବେଳେ ଆମେ ଏସପି ଅଫିସ୍ ଏବଂ କଲେକ୍ଟରଙ୍କୁ ଯେତେବେଳେ ଡିମାଣ୍ଡ ଦେଲୁ ଆମର ମା ଭଉଣୀ ମାନେ ସାଙ୍ଗରେ ଯାଇକରି ଦେଲା ପରେ ନିର୍ଦ୍ଦେଶ ଦେଲେ ସେ ଅନୁସାରେ ଆଜି ତାଙ୍କର କେସ୍ ଯାକ ଯେଉଁ ନାଁରେ କରାଯାଇଥିଲା ସବୁ ବିତ୍ରା କରାଗଲା ଏବଂ କେସ୍ ସବୁ ଖାରଜ କରାଗଲା ଯଦ୍ୱାରା କି ମା ଭଉଣୀ ମାନଙ୍କର ନାଁରେ ଯେଉଁ କେସ୍ ଥିଲା ସବୁ ବନ୍ଦ କରାଗଲା ଏବଂ ମା ଭଉଣୀ ମାନେ ତାଙ୍କର ଯେଉଁ ଇଚ୍ଛା ଶକ୍ତି ଅଛି ପ୍ରତ୍ୟେକ ଗାଁରେ ସେମାନେ ବନ୍ଦ କରୁଛନ୍ତି। ତାଙ୍କର ଡିମାଣ୍ଡ ଅଛି ଯେ ଆମର ସମ୍ପୂର୍ଣ୍ଣ ଭାବରେ ମଦ ବନ୍ଦ କରାଯାଉ କାରଣ ଅଳ୍ପ ମାତ୍ରାରେ ବନ୍ଦ ହେଲେ ସେ ଯେଉଁ ଖାଉଛନ୍ତି ଯେଉଁ ପୁରୁଷମାନେ ସାନ ସାନ ପିଲାମାନେ ମଧ୍ୟ ସ୍କୁଲ ଯିବା ପିଲା ମଧ୍ୟ ମଦ ପିଇ ଦେଉଛି ତେଣୁ ଅନେକ ଲୋକ ଯୁବକ ବନ୍ଧୁମାନେ ମଧ୍ୟ ମଦ ପିଇ ଦେବା ଦ୍ୱାରା ସେମାନଙ୍କର ବିଧବା ଖୁବ୍ କମ୍ ବୟସରେ ହେଇଯାଉଛନ୍ତି ଯଦ୍ୱାରା କି ଗାଁ ଗାଁରେ ମଦ ହେବା ଦ୍ୱାରା ତାଙ୍କର ଆର୍ଥିକ ସ୍ଥିତି ସେମାନଙ୍କର ଯେତେ ଅର୍ଥ ଅର୍ଜନ କଲାଟା ସବୁ ଯାକ ସେ ମଦରେ ପଳାଉଛି ମା ଭଉଣୀମାନଙ୍କର ଆର୍ଥିକ ସ୍ଥିତି ସବୁ ସୁଦୃଢ଼ ହେଉନାହିଁ। ତା ସହିତ ସରକାରକୁ ଆମେ ଡିମାଣ୍ଡ କରିଛୁ ଏବଂ ଆମର ଡିମାଣ୍ଡ ଅଛି ଯେ ଆମର ନବରଙ୍ଗପୁର ଜିଲ୍ଲାରେ ମଦ ସମ୍ପୂର୍ଣ୍ଣ ବନ୍ଦ ହେଉ କାରଣ ନବରଙ୍ଗପୁର ଜିଲ୍ଲା ଏକ ସିଡ୍ୟୁଲ୍ ଏରିଆ ବା ଫିଫ୍ଥ ସିଡ୍ୟୁଲ୍ ଏରିଆ ବା ଟିଏସ୍ପି ଏରିଆ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏ ଅଞ୍ଚଳରେ ମଦ ଖୋଲିବାର ସେମିତି କିଛି ନିୟମ ନାହିଁ ବିନା ପଲ୍ଲୀ ସଭା ଗ୍ରାମ ସଭାରେ ମଦ ଦୋକାନ ଖୋଲିଛନ୍ତି ତେଣୁ ପଲ୍ଲୀ ସଭା ଗ୍ରାମ ସଭା ପୁଣି ଥରେ କରାଯାଉ ଏବଂ ଯେଉଁ ମଦ ଦୋକାନ ଖୋଲିଛନ୍ତି ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ବୋଲି ମାଆମାନଙ୍କର ଯେଉଁ ଡିମାଣ୍ଡ ଅଛି ତା ଯୁକ୍ତିଯୁକ୍ତ ଅଛି ସେ ଡିମାଣ୍ଡ ପୂରଣ କରିବା ପର୍ଯ୍ୟନ୍ତ ସଂଗ୍ରାମ ମା ଭଉଣୀମାନେ ଜାରି ରଖିଛନ୍ତି ଆମେ ମଧ୍ୟ ତା ସହିତ ସାମିଲ ଅଛୁ ଆମେ ଦାବି କରିଛୁ ସରକାରକୁ ସମୟ ବି ଦେଇଛୁ ଚେତାବନୀ ବି ଦେଇଛୁ ଖୁବ୍ ଶୀଘ୍ର ଯଦି ସେମାନେ ବନ୍ଦ କରିବେ ନାହିଁ ଆଗାମୀ ଦିନରେ ପୁଣି ଥରେ ହଜାର ହଜାର ସଂଖ୍ୟାରେ ଲକ୍ଷ ଲକ୍ଷ ସଂଖ୍ୟାରେ ନବରଙ୍ଗପୁର ଜିଲ୍ଲାର ମା ଭଉଣୀମାନେ ସମସ୍ତେ ରାଜରାସ୍ତାକୁ ଓହ୍ଲାଇବେ ଯଦ୍ୱାରା କି ମଦ ବନ୍ଦ କରିବାକୁ ସରକାର ବାଧ୍ୟ ହେବେ। କେସ୍ ଯେଉଁ କରିଥିଲେ କେତେ ଲୋକ ନାଁରେ କରିଥିଲେ କେସ୍ ସେମାନେ ଯେଉଁ ମଦ ଯେଉଁମାନେ ଭାଟି ସେ ଚଲାଉଥିଲେ ସେମାନେ କେସ୍ ଦେଇଥିଲେ ଏବଂ ସେମାନେ ତାଙ୍କର ପ୍ରତିହାର ସେମାନେ କରିବା ପାଇଁ ଲେଖିକିରି ଦେଲା ପରେ କେସ୍ଟା ସବୁ ବିତ୍ରା କରାଗଲା ବା କେସ୍କୁ ଖାରଜ କରାଗଲା ଯଦ୍ୱାରା କି ଯେଉଁ ମା ଭଉଣୀମାନଙ୍କ ନାଁରେ କେସ୍ ହେଇଥିଲା ତାର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଧରାଗଲା ଏବଂ କେସ୍ଟା ତାର ବାପସ କରାଗଲା ଯଦ୍ୱାରା କି କେସ୍ ଆଉ ୟାଙ୍କ ନାଁରେ ନାହିଁ।